आजिर टॉपिक हम आमମାନଙ୍କର ତିନି ଚାରୋଟି रेफरेंस को नहीं आम आलोचना करिबा यीशु ख्रीष्टଙ୍କର वस्त्र को ସେମାନେ ଚିରିଥିଲେ ସେଇ ବିଷୟକୁ ଆମେ ଆଜି ଆଲୋଚନା କରିବା। ଚିରିବାର ଉଦ୍ଦେଶ୍ୟ କଣ, କାହିଁକି ଚିରାଗଲା? ମୁଁ ତ ଭାବୁଛି ଆମମାନେ ପ୍ରତ୍ୟେକ ଲୋକ ଯେତେ ଜଣ ଏଠାରେ ବସିଅଛୁ କେହି ମଧ୍ୟ କ୍ରୁସର ଗୁଡ ଫ୍ରାଇଡେ ଦିନ ବିଷୟରେ କିଏ ଅଜଣାତ ନଥିବା ସମସ୍ତେ ଜାଣିଛୁ। ତାଙ୍କୁ କାହିଁକି ସେ କଣ୍ଟା ବିଦ୍ଧ କରାଯାଇଥିଲା, ତାଙ୍କ ବସ୍ତ୍ରକୁ କାହିଁକି ଭାଗ ଭାଗ କରାଯାଇଥିଲା ଏବଂ ଗୋଟିଏ ବସ୍ତ୍ର ଅଙ୍ଗ ଯାହାକୁ ଉତ୍ତରୀୟ ବୋଲି କୁହାଯାଏ ତାହାକୁ କାହିଁକି ଡିଭାଇଡ କରାଯାଇ ନଥିଲା, ତାହାକୁ ଗୁଳି ବାଣ୍ଟ କଲେ ସୁଦ୍ଧା ତାହାକୁ ସେଫ୍ଟି କରି ରଖାଗଲା। ଆଉ ଆଜି ଆମେ ଏପରି ବିଷୟକୁ ଦେଖିବା। ଆମେ ଜାଣୁ ବସ୍ତ୍ର ଗୋଟେ ଏପରି ଆମମାନଙ୍କ ନିମନ୍ତେ ଆବଶ୍ୟକ ହୁଏ ଯେଉଁ ବସ୍ତ୍ର କି ଆମମାନେ ପରିଧାନ କରିବା ଦ୍ୱାରା ଆମମାନଙ୍କର ସମ୍ମାନ ବଢିଥାଏ, ଆମେ ଉଲଙ୍ଗକୁ ଦୂର କରିପାରିଥାଉ, ଆମମାନଙ୍କୁ ଲୋକମାନେ ସମ୍ମାନ କରିଥାନ୍ତି ଯେତେବେଳେ କି ଆମେ ବସ୍ତ୍ର ପିନ୍ଧି ବାହାରକୁ ଯାଉ। ବସ୍ତ୍ରର ଡେଫିନେସନ ମୁଁ କହିବାକୁ ଯାଉନାହିଁ, କିନ୍ତୁ ସିମ୍ପଲ ଭାବରେ ମନେ ପକେଇବା ପାଇଁ ମୋ ଆଟେନସନକୁ ଆମେ ଯେପରିକି ଜାଣିପାରିବା ବସ୍ତ୍ର ଗୋଟିଏ ଏପରି ଗୋଟିଏ ଆମମାନଙ୍କ ନିମନ୍ତେ ବସ୍ତୁ ଅଟେ ଯାହାକି ଆମମାନେ ନିଜ ଶରୀରକୁ ମଧ୍ୟ ଢାଙ୍କି ଥାଉ। ବସ୍ତ୍ର ଗୋଟିଏ ଏପରି ମାନେ ଥଣ୍ଡା ଦାଉରୁ ଆମମାନଙ୍କୁ ଉଷ୍ମତା ଯୋଗାଏ, ତାହାକି ଆମମାନେ ଘୋଡେଇ ଥାଉ। ବସ୍ତ୍ର ଗୋଟେ ଏପରି ଯାହାକି ଆମମାନଙ୍କୁ ଅନେକଙ୍କ ଠାରୁ ଉଲଙ୍ଗ ଲୋକମାନଙ୍କ ଠାରୁ ଆମମାନଙ୍କୁ ଉତ୍ତମ ସ୍ଥାନକୁ ନେବା ପାଇଁ ସାହାଯ୍ୟ କରିଥାଏ। ଯାହାକି ଆମେ ଯେତେବେଳେ ଦେଖୁଅଛୁ ଅନେକ ଜାଗାରେ ବସ୍ତ୍ରକୁ ପୁରାତନ ନିୟମରେ ଯେତେବେଳେ ଆମେ ଯୋସେଫ ଲାଇଫକୁ ଦେଖିବା ସେ ଅନେକ ପ୍ରକାରର ବସ୍ତ୍ର ସେ ଚେଞ୍ଜ କରିଥିଲେ ଆଉ ଶେଷରେ ରାଜକୀୟ ବସ୍ତ୍ର ପିନ୍ଧି ଏକ ଗଭର୍ଣ୍ଣର ବା ରାଜା ଭାବରେ ଶାସନ କରିବାକୁ ମଧ୍ୟ ସୁଯୋଗ ପାଇଥିଲେ। ଆମେ ଯେତେବେଳେ କି ଦେଖୁ ଜଣେ ଅପବ୍ୟ ପୁତ୍ର ଯେତେବେଳେ ଫେରି ଆସିଲେ ଆଉ ସେତେବେଳେ ତାଙ୍କୁ ଉତ୍ତମ ବସ୍ତ୍ର ପିନ୍ଧାଅ ବୋଲି କୁହାଯାଇଥିଲା। ଆମେ ଅନେକ ବସ୍ତ୍ର ଗୁଡାକ ଯେତେବେଳେ ଦେଖିବୁ ଏଲିଓ ବିଷୟରେ ଯେତେବେଳେ ଆମେ ଜାଣିବା ବସ୍ତ୍ରକୁ ଆଉ କି ପ୍ରକାର ଆଶୀର୍ବାଦ ଥାଏ, ବସ୍ତ୍ରରେ କି ପ୍ରକାର ଆଶୀର୍ବାଦ ଥାଏ, ବସ୍ତ୍ରକୁ ପରିଧାନ କରିବା ନିମନ୍ତେ ଶୁକ୍ଳ ବସ୍ତ୍ର ପରିହିତ ବୋଲି ଯୋଉଟା କି ଆମେ ପ୍ରକାଶିତ ବାକ୍ୟରେ ଦେଖୁଅଛୁ। ଏକ ବସ୍ତ୍ର ଶୁକ୍ଳ ବସ୍ତ୍ର ପରିହିତ ହୋଇ ଉପାସନା କରିବାର, ପ୍ରଭୁଙ୍କୁ ଗୌରବ କରିବାର, ପ୍ରଶଂସା କରିବାର ମୁଁ ଦେଖିଲି ବୋଲି ଯୋହନ କୁହନ୍ତି। ଏକ ବସ୍ତ୍ର ଏପରି ତାଙ୍କୁ ବସ୍ତ୍ର ଦ୍ୱାରା ତାଙ୍କୁ ଘୋଡା ଯାଇଥିଲା, ଯେପରି ଆମେ ଦେଖୁଅଛୁ ଲାଜାରାଙ୍କୁ ଏକ ମୃତ୍ୟୁ ବସ୍ତ୍ରରେ ତାଙ୍କୁ ଘୋଡା ଯାଇଥିଲା। ଯେତେବେଳେ ଯୀଶୁ ଖ୍ରୀଷ୍ଟ ଯେତେବେଳେ ସମାଧିକୁ ନିଆଗଲା ସେତେବେଳେ ତାଙ୍କୁ ବସ୍ତ୍ରରେ ଘୋଡା ଯାଇଥିଲା। ବସ୍ତ୍ର ଅନେକ ଟାଇପର ବସ୍ତ୍ର, ଆମେ ଏ ସମସ୍ତ ବସ୍ତ୍ର ଉପରେ ଆମେ ଅଧିକ ଜାଣିବାକୁ ଚେଷ୍ଟା କରିବା ନାହିଁ। ଯୀଶୁ ଖ୍ରୀଷ୍ଟଙ୍କର ବସ୍ତ୍ର କଣ ପାଇଁ ଚିରି ଯାଇଥିଲା, ତାଙ୍କୁ କାହିଁକି ଚିରିକି ଚାରି ଭାଗ କରିଥିଲେ? ହଁ, ଆମେ ଲିଟରାଲି ଆକ୍ଷରିକ ଭାବରେ ଯେତେବେଳେ ଦେଖୁଅଛୁ 4 ଜଣ ସୈନ୍ୟ ମାନେ ଯୋଉମାନେ କି ସୈନିକ ତାଙ୍କୁ ମୃତ୍ୟୁକୁ ପହଞ୍ଚେଇଥିଲେ ସେଇମାନଙ୍କୁ ଅଧିକାର ଦିଆଯାଇଥିଲା। ସେମାନେ ମାରିଲେ, ଟଙ୍ଗେଇଲେ, ତାପରେ ବସ୍ତ୍ର ଚିରିଲେ ଆଉ ସେମାନେ ବସ୍ତ୍ରକୁ ଭାଗ ଭାଗ କଲେ। ସେଇ ସମସ୍ତ ବିଷୟକୁ ଯେତେବେଳେ ଆମେ ଆଲୋଚନା କରୁ ଆମେ ଏହାକୁ ପୁରାତନ ନିୟମରେ ଦେଖିପାରୁଛୁ। ଯୀଶୁ ଖ୍ରୀଷ୍ଟଙ୍କର ବିଷୟ ନେଇକି ଦାଉଦ ଯିଏକି ରାଜା ଭାବରେ ସେ କଣ କହିବାକୁ ଚାହାନ୍ତି ଆମେ ସେଇ ବିଷୟକୁ ଆମେ ଜାଣିବାକୁ ଚେଷ୍ଟା କରିବା। ଯେଉଁ ଗୀତ ସଂହିତା 22 ଗୀତ ଯାହା ଲେଖା ଯାଇଛି ଏକ କି ପ୍ରକାର କ୍ରୁସିଫିକେସନ ଅଫ ଜିଜସ ଖ୍ରାଇଷ୍ଟ 22 ଗୀତ ତାର 18 ପଦକୁ ଆମେ ଅଧ୍ୟୟନ କରିବା। ଏଥିରେ ଦାଉଦ କଣ କହିବାକୁ ଚାହାନ୍ତି? ସେମାନେ ଆପଣମାନଙ୍କ ମଧ୍ୟରେ ମୋହର ବସ୍ତ୍ର ବିଭାଗ କରନ୍ତି ଓ ସେମାନେ ମୋ ଉତ୍ତରୀୟ ବସ୍ତ୍ର ପାଇଁ ଗୁଳିବାଣ୍ଟ କରନ୍ତି। ବସ୍ତ୍ର ବିଷୟରେ ଯେତେବେଳେ ଆମେ ପୁରାତନକୁ ଯିବା ଜେନେସିସ୍ ଚାପ୍ଟର 2 verse 16 ବୋଧେ ଲେଖା ହେଇଛି। ଆଉ ତାହାକୁ ଆମେ ଯେତେବେଳେ ଦେଖୁଅଛୁ ଆଦମ ହବାଙ୍କ ପାଇଁ ଯେତେବେଳେ ସନ୍ଧ୍ୟା ସମୟରେ ପରମେଶ୍ୱର ଆସିଲେ ସେ ତାଙ୍କୁ ଡାକୁଛନ୍ତି। ଯେତେବେଳେ ଡାକୁଛନ୍ତି ସେମାନେ ନିଜକୁ କହୁଛନ୍ତି ଆମେ ବିବସ୍ତ୍ର ହେଇଛୁ, ଆମେ ଉଲଙ୍ଗ ହେଇଅଛୁ। ସେଇ ନେକେଡନେସ୍ କୁ ପରମେଶ୍ୱର ଦୂର କରିବା ପାଇଁ ସେ ଏକ ବଳି କରିବା ପାଇଁ ଚାହିଁଲେ। ଏକ ଏ ପ୍ରକାର ବଳି କରାଗଲା, ବିନା ବଳିରେ ତାଙ୍କୁ ବସ୍ତ୍ର ପିନ୍ଧେଇ ପାରିଲେ ନାହିଁ, ଚର୍ମର ବସ୍ତ୍ର ତାଙ୍କୁ ପିନ୍ଧେଇଲେ, ଯୋଉଦ୍ୱାରା କି ସେଇ ଜାଗାରେ ମଧ୍ୟ ବଳି କରେଇବାକୁ ପରମେଶ୍ୱରଙ୍କର ଯେ ମୁଖ ସ୍ୱୀକାର କରି ବସ୍ତ୍ରାନ୍ୱିତ କଲେ ବା ସେମାନଙ୍କୁ ବସ୍ତ୍ର ପିନ୍ଧେଇଲେ, ଯୋଉଦ୍ୱାରା ତାଙ୍କର ଉଲଙ୍ଗତା ଦୂର ହୁଏ। ସେଇ ବସ୍ତ୍ରକୁ ଆମେ
आज जदि देखिबा जानिबा तो प्रभुंकर जे आम्मानक ठारू जेपरि आमे अन्यमानक निकटरे सम्मान जेपरि कि न हरेबा आमे आम्मानकर जेपरि कि असम्मान न हेबो सेथिपाई प्रभु आम्मानक निमंते वस्त्र जोगांती कि वस्त्र आमे एथिर देखिबा पाउछु बळी करिकि जोगेइबा वस्त्र रक्तर बळी हेई सेमानकु पिंधेइबा वस्त्र सम्मानित करिबा वस्त्र तो एठारे जतेबेले आमे देखुछु यीशुख्रीष्टंकर वस्त्र विषय दाऊद एठारे कहुअछंती दाऊदंकर वस्त्र कि प्रकार थिला दाऊद जणे राजा हिसाब रे से निश्चय एक जहाँकि मूल्यवान वस्त्र को से परिधान मूल्यवान वस्त्र जहाँकि आमे बुझु ताहा क्रय करा जाइथि जहाँकि किणा जाइथिबो सेई वस्त्र को आमे ए जगह देखा पाउछु किंतु जेतले आमे यीशुख्रीष्टंक वस्त्र को जीवा यीशुख्रीष्टंकर वस्त्र एपरि थाए जहाँकि एक ऐश्वर्य वस्त्र जहाँकि आमे धार्मिकतार वस्त्र बोली जहाँकि आमे कहि परिबा जहाँकि सम्मानर वस्त्र बोली कहि जाऊ जहाँकि आमे कहि परिबा नम्रतार वस्त्र जहाँकि आमे कहि परिबा एक भद्रतार वस्त्र जहाँकि आमे कहि परिबा जहाँकि शासन विभागीय वस्त्र मध्य आमे एपरि मध्य कहिबा ताहा जे न्याय विचार करिवार वस्त्र थिला जेपरि कि आमे कहि परिबा ताहा धार्मिकर वस्त्र आमे एपरि कहिबा ता असाधारण जहाँकि माने साधारण नथिला तांको वस्त्र सहित कौनसी वस्त्र को तुलना करा जाई पारिबो नाही दाऊद वंशज जात जे कि यीशुख्रीष्ट से राजकीय वस्त्र मध्य पिंधिथिले से राजकीय वस्त्र को विभाग करिया पई तांको माने संपूर्ण चिरिकी चारि भाग रे विभक्त करिया पई बांटिबा पई तांकर एपरि कि लक्ष्य रही अछि तो दाऊदंकर मध्य एपरि से जेतेबेले कि तांको निज अंतर मध्य से कहउछंती हृदय मध्यर वेदना को से स्वीकार करिया को चाहंती 1000 वर्ष पूर्वर जहा कि कुहा जाइछि लिखित रही अछि ताहा आमे नूतन नियम रे देखि परिबा